देखो ଗୋଟେ ଗୋଟେ କୋଟେସନ ପଢିଥିଲି। ଫର୍ଷ୍ଟ ଥିଙ୍ଗ ଆକ୍ଚୁଆଲି ଆମର ପାପ ଆମେ ନିଜେ ଆଚ୍ଛାଦନ କଲେ ପାପୀ ହେଇଯିବ। ଆମର ପାପ if we try to cover our sins, God will expose it। ଆମେ ଆମର ପାପକୁ ଲୁଚାଇକି ରଖିବା ପାଇଁ ଚେଷ୍ଟା କଲେ ଦିନେ ପ୍ରଭୁ ତାହାକୁ ଖୋଲିଦେବେ, ସମସ୍ତଙ୍କ ସାମ୍ନାରେ ଏକ୍ସପୋଜ ହେଇଯିବ। ଯଦି ପ୍ରଭୁ ଆମର ପାପକୁ କଭର କରିଦେଲେ ଆମେ ମୁକ୍ତି ପାଇବୁ। ପଏଣ୍ଟ ନୋଟ କଲେ, if God covers our sins, we will be delivered। ଯେ ଅଧର୍ମ ଆଚ୍ଛାଦନ କରେ ସେ ଦୟା ପାଏ ନାହିଁ। ଆମେ ସବୁବେଳେ ପଢିଥାଉ ହିତୋପଦେଶ 28:13। ଆମେ ନିଜର ପାପକୁ, what is mean by covering? ଆଚ୍ଛାଦନ କରିବାଟା ମାନେ କଣ? ଆଚ୍ଛାଦନ କରିବାଟା ବୋଲି କହିଲେ ସପୋର୍ଟ କରିବାଟା। ଯାହାକୁ ମଦ ପିଇବାକୁ ଅଭ୍ୟାସ ଅଛି, ଏ ତୁ ମଦୁଆ ଲୋକ, ତୁ ନରକ ଯିବୁ ବୋଲି କହିଲେ ସେ କଣ କହିବ? ନାଇଁ ଭାଇ, ବାଇବଲରେ ଲେଖା ଅଛି, ପାଉଲ ବି କହିଲେ ମଝି ମଝିରେ ଦ୍ରାକ୍ଷରସ ପିଇଥାଉ। ଆଉ ପ୍ରଭୁ ମଧ୍ୟ କାନା ନଗର ବିବାହରେ ସେ ଦ୍ରାକ୍ଷରସ ବନାଇକି ଲୋକଙ୍କୁ ପିଇବାକୁ ଦେଇଥିଲେ, ଲୋକମାନେ ମାତିଲା ବି ହେଇଥିଲେ। ତ ଇଏ ଆପଣା ପାପକୁ ଗୋଟେ ପଦ ଦେଖାଇକି କଭର କରୁଛି, ସପୋର୍ଟ କରୁଛି, ବଳ ଦେଉଛି। ଦ୍ୟାଟ ଇଜ କଭରିଂ। ମାନେ ଏଇଟା ପାପ ନାହିଁ, ନୁହେଁ, ଏଇଟା 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 ବି ଆଡଜଷ୍ଟ କରିହେବ ବୋଲିଲା ପରି, ଦ୍ୟାଟ ଇଜ କଲ୍ଡ କଭରିଂ। ସେମିତି ଆମ ପାପକୁ ଆମେ ନିଜେ ପାପ ଛାଡି ନ ପାରି କୋଉ ଗୋଟେ ପଦ କି କୋଉ ଗୋଟେ ଇସ୍ୟୁ ଦେଖାଇକି କଭର କରୁଛୁ ମାନେ ଆହୁରି ବଡ ପାପୀ ହେଇଯିବୁ। କେତେ ଜଣ ମଦୁଆ ଲୋକକୁ ପଚାରିଲେ ସେମାନେ କହିବେ, ଆଜ୍ଞା ସେ ବିଦେଶରେ ନା, ସେ ଫରେନ୍ କଣ୍ଟ୍ରିରେ, ସେ ଆଇସଲ୍ୟାଣ୍ଡରେ, ସେ ଗ୍ରୀନଲ୍ୟାଣ୍ଡରେ ସେପଟେ ବେଶୀ କୁହୁଡି ପଡିଥାଏ, ବେଶୀ ସ୍ନୋଫଲ ହୋଇଥାଏ, ବେଶୀ ଥଣ୍ଡା। ତ ସେଠିକାର ଚର୍ଚ୍ଚ ମାନଙ୍କର ପ୍ରିଷ୍ଟ ମାନେ ପିଇଥାନ୍ତି ଆଜ୍ଞା ଟିକେ ବଡି ଗରମ ହେବା ପାଇଁ, ଡକ୍ଟର ମାନେ ବି କୁହନ୍ତି। ତ ଏଇଟା ତମର ଏକ୍ସକ୍ୟୁଜ କି? କଭରିଂ ଏଇଟା କୁହନ୍ତୁ, କଭରିଂ। ସେମାନଙ୍କର ପାଇଁ ସେଟା 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 ଥଣ୍ଡା ପାଗ ପାଇଁ ପିଅନ୍ତି ଫରେନରେ, ଆଉ ସେଟା ଭୁଲ ନୁହେଁ, ଡକ୍ଟର ମାନେ ବି ପ୍ରିଫର କରନ୍ତି ପିଇଥାଉ ମଝି ମଝିରେ ବୋଲି କହନ୍ତି, ତେଣୁକରି ଆମେ ବି ପିଇଲେ ବି ଚଳିବ। ଏଇଟା ଦିସ୍ ଇଜ କଲ୍ଡ କଭରିଂ। ସିଗରେଟ, ବିଡି, ଇଏ କଣ ଭାଇ ଛାଡ ବୋଲି କହିଲେ, ଆଜ୍ଞା ସକାଳୁ ସକାଳୁ ନ ପିଇଲେ ଯାଇ ହବନି ବାଥରୁମ, ଟିକେ ପ୍ରୋବ୍ଲେମ। ସକାଳୁ ସକାଳୁ ପେଟ ନ ପକେଇଲେ ବାଥରୁମ ଯାଇ ହବନି। ଏଇଟା ତୁମର ଏଇଟା ଖାବରେ, ମାନେ ଏଇଟା ଖାଇବାକୁ ମୁଁ ବାଧ୍ୟ, ନହେଲେ ମୁଁ ମରିଯିବି ବୋଲିଲା ପରେ ଦେଖାଇବି ସେମାନେ, ଡକ୍ଟର ବି କହିଲେଣି। ଗୋଟେ ପାପକୁ ସପୋର୍ଟ କରିବା ପାଇଁ ତମକୁ ଏତିକି ସାକ୍ଷ୍ୟ ଦରକାର ପଡୁଛି ନାଇଁ କି? ତ ସେମିତି ଆମର ପାପ ଆମେ ନିଜେ କଭର କରିବାକୁ ଶିଖିଲେ ପ୍ରଭୁ ଦିନେ ଆମେ ବଡ ପାପୀ ଅଟୁ ବୋଲି ଏକ୍ସପୋଜ କରିଦେବେ, ଆଉ ଭ୍ରଷ୍ଟ ହେଇଯିବୁ ଲାଷ୍ଟକୁ। ବରଂ ଆମର ପାପ ଆମେ ସ୍ୱୀକାର କଲେ ପ୍ରଭୁଙ୍କ ପାଖରେ, ସେ କଭର କରିବେ। ଏବେ କଭରିଂ ଏଠି ଏଠି ପଜିଟିଭ କଭରିଂ କଣ କହିବେ? ପ୍ରେମ ଅନେକ ପାପ ଆଚ୍ଛାଦନ କରିବ, ତାର ଅର୍ଥ କଣ? ବେଳେ ବେଳେ ଆମେ ମା ମାନଙ୍କୁ ଦେଖୁ, ପିଲା ପିଲା ସକାଳଠୁ ପଳେଇଲା, ପୁଅ ଖେଳୁଛି, ନାଟକ କରୁଛି ନା କଣ କରୁଛି ଜଣା ନାହିଁ, ରାତରେ ବାପା କୁଆଡେ ଯାଇଥିଲେ, ପାଠ ପଢା ନାହିଁ, କିଛି ନାହିଁ, ଭାଇ ଗାଳି କରିଲା ବେଳକୁ ମା କଣ କହିବେ? ନାଇଁ ମତେ କହିକି ଯାଇଥିଲା, ତାର ସାଙ୍ଗର କଣ ଗୋଟେ ଥିଲା ବୋଲି କହିକି ଯାଇଥିଲା, ମତେ ଫୋନ ବି କରିଥିଲା। ମାର କଭରିଂ ଏଟା। କାହିଁ ମାନେ ପ୍ରେମ। ତ ପ୍ରେମ ତାର ଭୁଲକୁ ଆଚ୍ଛାଦନ କରୁଛି, ତାପରେ ସାଇଡ ନେଇକି କାହିଁକି ଏତେ ସମୟରେ ଆସିଲୁ ବୋଲି, ନାଇଁ ମା ସାଙ୍ଗ ରଖିଦେଲେ। ବାପା ସାମନେ ମା କଣ କଲା? ପୁଅକୁ କଭର କଲା, ରକ୍ଷା କଲା। କଭରିଂ ମାନେ ରକ୍ଷା କଲା। ନାଇଁ ମତେ କହିକି ଯାଇଥିଲା, ମତେ ଫୋନ ବି କରିଥିଲି, ସାଙ୍ଗର ଘରେ ଅଛି ବୋଲି କହିଥିଲା, ଏ ଯାଇଥିବ କୋଉ ସିନେମାକୁ। ତ ମା କଣ କରିବ? ମାନେ ହଉ ପିଲା ଏବେ ଏବେ ନ ବୁଲିଲେ କେତେବେଳେ ବୁଲିବ, ଏବେ ତାକୁ ଚାପିକି ରଖିଦେଲେ ଘରେ ଛାଡି ପଳାଇବ, ମୁଁ ଏକଲା ହେଇଯିବି, ମାର ଟେନସନ ମାକୁ ଥିବ। ତ ସେଥିପାଇଁ ସେ କଭର କରେ। ସେମିତି କଣ ପ୍ରେମ? when you love, ସ୍ୱାମୀ ସ୍ତ୍ରୀର କଥା କହୁଛି, when you love, ଲୋକମାନେ ଦୁନିଆର ଦୋଷ ଦିଅନ୍ତୁ ସ୍ତ୍ରୀକୁ, ସ୍ୱାମୀର କାମ କଣ ଥିବ ଥିବା କଥା? ୟୁ ସୁଡ୍ କଭର ହର, ତାକୁ ସେଭ୍ କର।
ବୁଝାଇ ପାରିବନି ନା ତାର ଯୋଉ କହୁଥିଲା ତାର କେତେ ସପୋର୍ଟ କରୁ ନାଇଁ ତାର ଅର୍ଥ ଏମିତି ନଥିଲା ତମେ ଖରାପ ବୁଝିଲ ଆମେ ଜାଣିଛୁ ଆକ୍ଚୁଆଲି କଣ ଥିଲା ବଟ୍ ଷ୍ଟିଲ୍ ଦେ ସପୋର୍ଟ ଇଚ୍ ଅଦର ସ୍ୱାମୀ ଗୋଟେ କଣ କଥା କହିଦେବ ବେଳକୁ ତାର ଘର ଲୋକ ଦେଖିଲ ଏମିତି କହିଲ ତୋର ସ୍ୱାମୀ ଏମିତି କହିଲାରୁ ସ୍ତ୍ରୀ କଣ କହିବ ତାଙ୍କର ଶାଶୁ ନାଇଁ ସେ ସେମିତି ନୁହନ୍ତି ଲୋକ ଜାଣିନାହାନ୍ତି ନାଇଁ ଜାଣିଛୁ ସ୍ୱାମୀର ବୁଦ୍ଧି କଣ ଜାଣିଛୁ ସବୁ ଜାଣିଛୁ ତଥାପି ସ୍ତ୍ରୀ କଣ କରେ ତାର ସ୍ୱାମୀକୁ ସେଭ୍ କରିଥାଏ ନା ସେମିତି ନାଇଁ ସେ ସେମିତି ନୁହନ୍ତି ହଁ, ସ୍ତ୍ରୀ ମାନେ ଆପଣ ସ୍ୱାମୀର ୱିକନେସେସ୍ କୁ ମଧ୍ୟ କଭର କରିକି ଲଢନ୍ତି ଜାଣିଛନ୍ତି ନା ନାଇଁ ସେ ଯୋଉ ମଦ ପିଇକି ବସିଥିଲା ତ ସେ ଦେଖିଲେ ନାଇଁ ଆଉ କାହାକୁ ଦେଖିଥିବ କି ଏ ନା ପିଇବ ନାହିଁ ସେ ଜାଣିଛି ବିଚାର ପିଇକି ଆସିଥିବ ସ୍ୱାମୀର ଭୁଲ କୁ ସ୍ତ୍ରୀ କଣ କରୁଛି ସେ ଅପମାନିତ ନ ହେଉ ବୋଲି କଭର କରୁଛି ଦ୍ୟାଟ ଇଜ ଦ ଲଭ ଆମେ ସେମିତି ବଢିକି ଶିଖିଲୁ ଆମେ ଆମର ମା ବାପା ମାନଙ୍କର ଲାଇଫଷ୍ଟାଇଲ ସେମିତି ଥିଲା ଆଜିର ସ୍ୱାମୀ ସ୍ତ୍ରୀ ମାନେ ପରସ୍ପରକୁ ଏକ୍ସପୋଜ କରନ୍ତି ଦେଖିଲୁ ନା ତୋର ସ୍ତ୍ରୀ କଣ କଣ କଲା ଦେଖ ସ୍କ୍ରିନଶଟ କାଢିକି ସବୁ ଫଟୋ କାଢିକି ଦେଖାନ୍ତି ପ୍ରୁଫ ଏ ଭଲଟା ନାହିଁ ବୋଲି ଆଉ ସ୍ତ୍ରୀ ଭିତରେ ସ୍ୱାମୀ ଭିତରେ ଦେଖ 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 ବାଇବଲ କହେ ଯେତେବେଳେ ତମେ ଆପଣ ସ୍ତ୍ରୀକୁ ଅପମାନିତ କରୁଛ ଇନଫ୍ୟାକ୍ଟ ୟୁ ଆର୍ insulting yourself because she is your half ତୁମେ ପରସ୍ପରକୁ ଅପମାନ କରୁଛ କି ନାହିଁ ସ୍ତ୍ରୀର ଯଦି ଇନସଲ୍ଟ ହେଲା ସମାଜରେ କିଏ ଇନସଲ୍ଟ ହେଲା ସ୍ୱାମୀ ଇନସଲ୍ଟ ହେଲା କି ନାହିଁ ସ୍ୱାମୀ ଇନସଲ୍ଟ ହେଲା ମାନେ ସ୍ତ୍ରୀ ଇନସଲ୍ଟ ହେଲା କି ନାହିଁ बिकॉज दे आर वन फ्लैश ସେମାନେ दोनों एक हैं କଣ ପାଇଁ ଏଇ ଟପିକ ଆସିଲା ଆଜି ଟପିକ ଏଥିପାଇଁ ଆସିଲା କି ବାଇବେଲ କହେ ଆମ୍ଭେ ମାନେ ବିଚାର କରି ଜାଣିବାର ଅଛି तो विचार बोली कहले कौन दंड देवा तो नहीं विचार माने सही गलत का फर्क पता होना चाहिए जब सही गलत का पता होता है तो इसका मतलब हम लोग बड़े हुए हैं सयाने बने हैं हमें बयो प्राप्त ହେଇଛୁ ଭଲ ମନ୍ଦର ଫରକ ଜାଣିଛୁ ବୋଲି ଅର୍ଥ ପ୍ରେଜ ଲର୍ଡ ଏ ଭଲ ମନ୍ଦର ଫରକ ଭିତରେ ଫ୍ୟାମିଲି ରିଲେସନ୍ସ ରେ କେତେବେଳେ କଣ କହିବାର କେତେବେଳେ ଚୁପ୍ ଥିବାର ଜାଣିବାର ଅଛି କେତେବେଳେ ପଏଣ୍ଟ ଆଉଟ କରିବାର କେତେବେଳେ ଆମେ ଆମ ଆମ ଲୋକମାନଙ୍କୁ ସପୋର୍ଟ କରିକି ଠିଆ ହେବାର ଏଇ ବିବେଚନା we should be smart enough to save our people परमेश्वर आमे पापी ହେଇକି ବି ଆମକୁ ରକ୍ଷା କରଲେ ମାନେ ଶୈତାନ କଣ କହିବ ଆପଣଙ୍କର ପିଲାମାନେ ପାପୀ ହେଲେ ବି ପୁଣି ସାଧ୍ୟ ହେଇଗଲେ ପୁଣି ଧାର୍ମିକ ହେଇଗଲେ ପୁଣି ବାପରେ ଏଟା କି ତମର ନ୍ୟାଯ୍ୟ ତ ପରମେଶ୍ୱର ଶୈତାନକୁ ଆନ୍ସର ଦେବାର ଅଛି ଏମାନଙ୍କୁ ମୁଁ ସୂଚି ପବିତ୍ର କଲି କୋଉ ହିସାବରେ ଏମାନଙ୍କ ବଦଳରେ ମୁଁ ପ୍ରାଣ ଦେଇଦେଲି ସେ ଦଣ୍ଡ ମୁଁ ପାଇଲି ତେଣୁ ଏମାନେ ଫ୍ରି ନ୍ୟାଯ୍ୟ ଅଛି ପରମେଶ୍ୱର ଯୋଉ ଅନୁଗ୍ରହ କଲେ ମଧ୍ୟ ନ୍ୟାୟ ବି କରିଛନ୍ତି ଦ୍ୟାଟ ଇଜ ଗଡ ଆୱାର ଗଡ ଆରେ ମାଙ୍କର କଥା କହିଲେ କି ସେ ଭୁଲ ହେଲେ ମଧ୍ୟ ମା ତାଙ୍କର ପୁଅକୁ ସପୋର୍ଟ କଲା ଆକ୍ଚୁଆଲି ଭୁଲ ସେଠି ତଥାପି ମାନେ ପିଲାଟା ଖରାପ ହେଲେ ମଧ୍ୟ ମା କଣ କରୁଛି ଆହୁରି ଏନକରେଜ କରୁଛି ତାକୁ ଗାଳି ନ ଆସୁ ବୋଲେ ପରମେଶ୍ୱର ଆମକୁ ସେମିତି କରିନାହାନ୍ତି ଆମର ଭୁଲ ହେଲେ ବି ଆମକୁ କ୍ଷମା କଲେ କୋଉ ପଏଣ୍ଟରେ ମାନେ ସେ ନିଜେ ଆମର ମାଡ ଖାଇ ଦେଇକି ଆମକୁ କ୍ଷମା ଦେଲେ ଆଉ ଆମକୁ କହୁଛନ୍ତି ଆହୁରି ପାପ କରୁନାହିଁ ଆହୁରି ମୁଁ ଆସିକି ମରିବି ନାହିଁ ନା କି ବାପ ନଗର କେମିତି ହବ କାମନା ବାହାରୁଛି ଆଜ୍ଞା ବୋଲାରୁ ଯୀଶୁଙ୍କ ରକ୍ତ ମିଳୁଛି ତମକୁ ଟ୍ରାଏ କର ବାକ୍ୟ ଦେଇଛି ବାକ୍ୟର ବଳରେ ଟ୍ରାଏ କର ପବିତ୍ର ଆତ୍ମା ଦେଇଛି ଟ୍ରାଏ କର ସୌଭାଗ୍ୟ ଦେଇଛି ତୁମ ପାଇଁ ପ୍ରାର୍ଥନା କରିବା ପାଇଁ 4 ଜଣ ଅଛନ୍ତି ଟ୍ରାଏ କର ୟୁ ହାଭ ସେଭରାଲ ଅପସନ୍स ଟୁ କମ ଆଉଟ ଅଫ ଦ ସିନ୍ दैट इज अवर गॉड वो जान भी दिए वो माफ भी किए और हमें पापों के वीकनेसेस से बाहर निकलने के लिए बहुत सारे ऑप्शंस दे के हम खड़ा किए हमको बचाने का एक ही उनके पास एक ही मकसद है उसके लिए जितना हो सके वो कर रहे हैं हमें बचाने के लिए शैतान ये पाप बेटा ये बहुत बेटा नरको जीवन कहीं नरको जीवन
ଏବେ ତାହାର ଦାବିରେ ଆମେ ଫସି ନ ଯିବୁ ଏଥିପାଇଁ ଗୁଡାଏ ଅପସନ୍ସ ପ୍ରଭୁ ଦେଲେ। ଏଠି ମୋର ରକ୍ତ ଦ୍ଵାରା ରକ୍ଷା କରିଛି, ମୋର ବାକ୍ୟ ଦ୍ଵାରା ରକ୍ଷା କରିଛି, ମୋର କ୍ରୁଶ ଦ୍ଵାରା ରକ୍ଷା କରିଛି। ପ୍ରଭୁଙ୍କୁ ହାରିବାକୁ ଦିଅନ୍ତୁନି ଆଜ୍ଞା। କି ଶୈତାନ ଆସିକି ଆମ ବେକ ଧରିକି ଏ ନରକ ଯିବାକୁ ବାଧ୍ୟ ବୋଲି ବେକ ଧରିକି ନ ଯାଉ ଶୈତାନ। ଆମକୁ ବଞ୍ଚାଇବା ପାଇଁ କେତେ ଛଟପଟ ହଉଛନ୍ତି ପରମେଶ୍ୱରକୁ, ଆମେ ଏତିକି କାହିଁକି ଡିଷ୍ଟର୍ବ କରିବା ପ୍ରଭୁଙ୍କୁ? ଗୋଟିଏ କଥାରେ ଛିଣ୍ଡିଯିବ ଏଇଟା କୋଟା, ନାଇଁ ପ୍ରଭୁ ଆଉ ପାପ କରିବି ନାହିଁ, ତମକୁ ଦୁଃଖ ଦେବି ନାହିଁ, ତୁମେ ରିଲାକ୍ସ ହେଇଯାଅ, ତମକୁ ଛାଡି କୁଆଡେ ଯିବି ନାହିଁ, ଏତିକି କହିଦେଲେ ଆମର ପାଇଁ ଯେଉଁ ଟେନସନ ତାଙ୍କୁ ଅଛି କେମିତି ପିଲା କେମିତି ବଞ୍ଚାଇବି ବୋଲି, ସେ ରିଲାକ୍ସ ହେଇଯିବେ ଆଉ ଖୁସି ହେଇଯିବେ। ଓ ବର୍ଷା ବର୍ଷାଇ ଦେବେ ଆଜ୍ଞା ଆଶୀର୍ବାଦର। ହଜାର ଥର ପ୍ରାର୍ଥନା କଲେ ମିଳିବନି ଆଶୀର୍ବାଦ। ପ୍ରଭୁ ତମକୁ ଛାଡି କୁଆଡେ ଯିବେ ନାହିଁ, ଏତିକି ଭରସା ରଖ ମତ। ଏତିକି ଆପଣ ନିଷ୍ପତ୍ତି ନେଇ ପାରିଲେ ୟୁ ୱିଲ ସି ଦ ବ୍ଲେସିଂସ ଆକ୍ଚୁଆଲି। ସେମିତି ସ୍ୱାମୀ ଆପଣ ସ୍ତ୍ରୀକୁ ବଞ୍ଚାଇବା ପାଇଁ ଦୁନିଆ ଛଟପଟ ହେବାର ଅଛି। स्त्री अपना स्वामी को सेव କରିବା ପାଇଁ शी हैज टू सैक्रिफाइस। दोनों तरफ होता है, कभी कहूंगा मैं, बलिदान दोनों तरफ होना चाहिए। प्रेज द लॉर्ड। स्वामी स्त्री कौन जानी पारले नहीं, मैरिज माने कौन जानी पारले नहीं, चिल्ड्रन पिला कौन छुआ कौन जानी पारले नहीं। मजा है गल आजकल कुकुर माने छुआ कर घोषरी माने कर आमे भी करूछु बोलला पर एते सस्ता कि मैरिज बोल कहले अनलेस यू नो द वैल्यू, द प्रेशियसनेस एंड कौन कहबे प्रेशियसनेस जे पर्यंत जानबे नहीं मैरिज रो हुंत नहीं, दया करी डोंट मैरी। टाइम हो गला, बयस हो गला, चाकरी पाई गली नहीं, पु बड़ हो गला, बड़ नहीं बुद्धिटा बढ़ला कि नहीं देख देख विवाह करो तो स्त्री को देखी पारिबो तो माँ को जे रेस्पेक्ट देवोनी से स्त्री को कौन रेस्पेक्ट देवो? माँ काम करला बेले भी से चप्पल पिंधिक पळे आसी घर सारा मपिंग करला बेले मध्य चप्पल पिंधिक पळे आसी माँ रो परिश्रम जे बुझी पारु नहीं, से स्त्री को कौन बुझिबो? तो विवाह करबा दियंतु नहीं, आगे बुझे घर सिचुएशन बुझे। माँ बापा को अनुरोध करुछि पिला मान को मेंटली रेडी करंतु मैरिजेस पाए, नहेले बेसी दिन रहिबे नहीं मिसिकी। प्रेज द लॉर्ड। मैच्योर हेबा, बड़ हेबा, वयस्क हेबा, भल मंदर फरक जानिबा। भल मंदर फरक माने कोन, केतेबेले कोन कहबार कोन न कहबार जानु, सामना वाला भूल काढ़ीबाटा ही हमर जॉब न सब बेले। सामना वाला भूल को आच्छादन कर प्रेम, जदि सत्तर प्रेम करछो प्रेम अनेक दोष आच्छादन कर कवर कर ना, सेमती नथिला सेटा, से सेमती कहि नथिला। मु देखी बहुत जन स्वामी को पिटुथिबे बाहर, तार स्त्री आसिक एते गाली, तुमे के मोर स्वामी मानबा, ये मद पी के आसिक स्त्री को पिटुथिबो, से स्वामी बाहर माड खाइला बेले स्त्री आसिक के रे मोर स्वामी, मो से सांग जण थिलु देखलु, आम मैरिज है नथिले। दिस इज लव। अपने स्वामी अपने हस्बैंड को बचा रही है वहां पर, जो हस्बैंड उसको पीटता है हर बार। तापर से स्वामी बुझला रे मोर स्त्री मते बचाइला, पुलिस बना के डांड नहीं जेता अंते ए छाड़ मद छाड़ दे। प्रेम रक्षा करे बाटा माने एटा, लव कैन सेव समबडी। से फॉर्मूला जानी पारले नहीं, सीधा डाइवोर्स, सीधा झगड़ा, सीधा हमर मां डाकी छन, हमर बापा डाकी छन, तेरे बापा फोन करले तू घर को तोर हाथ गोड़ भांगी देबो वार्निंग देले बापा। तो बापा माँ केते दिन धरिक थिबे झियो को, बापा मान पळेबे नहीं कि झियो कुआड थिबो, भाई घरे थिबो, भाई भोज घरे थिबो कि? माँ बापा भी माइंड सेट देखो तो समाधान करी जानी पारु ना,
समाधान करंतु आज्ञा प्रेम शांति ए दीटा फॉर्मूला आत्मांकर फल अटे प्रेम शांति लव पीस देन जॉय जहां पे प्रेम होता है वहां पे शांति होता है जहां शांति होता है वहां आनंद होता है दे आर ऑल इंटरलिंक्ड प्रार्थना करवा हाँ सत कथा आम जी प्रचार कले से पारी हम कि बातों से काम नहीं होता जे पर्यंत प्रभु इंटरफियर करेंगे ना आम फैमिलीज रे जे पर्यंत प्रभु हैंडल करेंगे सदा प्रभु गृह निर्माण न कले जिते जन परिश्रम कले भी बेकार पुणी प्रभु